ଥରେ ଭବପ୍ରସାଦ ଗାଁରେ ଇଂରେଜମାନେ ଗୋରା ଫୌଜମାନେ ଯିବା ଆସିବା କରୁଥିଲେ। ଯିବା ଆସିବା ସମୟରେ ତାଙ୍କର ସର୍ଦ୍ଦାର ଜଣେ ଗୋଟେ ଗଛ ମୂଳେ ବସିଥିବା ଋଷିଙ୍କୁ ଦେଖିଲେ। ସେ ଋଷିଙ୍କ ପାଖକୁ ଗଲାବେଳେ ସେ ତପସ୍ୟାରେ ମଗ୍ନ ଥିଲେ। ଯେତେବେଳେ କହିଲେ, ଆରେ ବାବା ଉଠ ଉଠ। ସେ ଋଷି ଜଣକ ଉଠି କହିଲେ, କ'ଣ ହେଲା? ନା, ଏଇଟା ତମେ କ'ଣ ଧରିଛ? ଜପାମାଳିକୁ ଦେଖି ଇଂରେଜମାନେ ପଚାରିଲେ, ଏଇଟା ତମେ କ'ଣ ଧରିଛ? ସେଠୁ ବାବାଜୀ କହିଲେ, ତମେ ହାତରେ କ'ଣ ଧରିଛ? ଏଇଟା ମୋର ଅସ୍ତ୍ର। ବାବାଜୀ କହିଲା, ଏଇଟା ବି ମୋର ଅସ୍ତ୍ର। ଆଚ୍ଛା, ଏଇଟା ତମର ଅସ୍ତ୍ର, ଏଥିରେ ତମେ କ'ଣ କରିପାର? ବାବାଜୀ କହିଲେ ଇଂରେଜମାନଙ୍କୁ, ଏଥିରେ ତମେ କ'ଣ କରିପାର? ଇଂରେଜମାନେ କହିଲେ, ଏଥିରେ ଆମେ ଗୋଳିକୁ ଥୋଉ ଆଉ ଯାହାକୁ ଚାହିଁବୁ ତାକୁ ଫୁଟେଇ ପାରିବୁ, ମାରି ଦେଇପାରିବୁ। ନା, ଏଇଟା ତମର କ'ଣ କୁହ? ନା, ଏଇଟା ମୋର ବି ସେଇଭଳିଆ। ତମର ଗୁଳିଟା ଗୋଲିଆ, ମୋର ବି ଗୋଲିଆ ମାଳିଟା। ଆଚ୍ଛା, ତମ ମାଳି ଗୋଲିଆ, ଏଥିରେ ତମେ କ'ଣ କରିପାର? ନା, ଏଥିରେ ତମେ ମଣିଷ ମାରି ଦେଇପାରିବ, ଏଥିରେ ମୁଁ ଜୀବିତ କରିଦେଇପାରିବି। ନା କେମିତି? ନା କରିପାରିବି। ତମ ପାଖରେ ତମେ ମାରିପାରିବ, ମୁଁ ସେମିତି ଈଶ୍ୱରଙ୍କର ଆରାଧନାରେ ବସିଛି, ଜୀବିତ ମଧ୍ୟ କରିଦେଇପାରିବି। ସେଠୁ ଗୋଟେ ଲୋକକୁ ଇଂରେଜମାନେ ମାରିଦେଲେ। ସେଠୁ ଇଏ କହିଲେ, ତମର କେତେ ଶକ୍ତି ଅଛି ଦେଖିବା। ସେ ବାବାଜୀ ତାଙ୍କୁ କହିଲେ, ତମେ ଏହା ଠିକ୍ କଲନି, ଗୋଟେ ମଣିଷଟାକୁ ମାରିଦେଲ। ହଉ ଦେଖ, ଏବେ ମୁଁ ଯାହାକୁ ଆରାଧନା କରୁଛି, ଯାହାର ତପସ୍ୟାରେ ବସିଛି, ଏଇ ମାଳିକୁ ଯାହାଙ୍କ ନାମ ନେଇକି ଜପୁଛି, ସେ ହେଉଛନ୍ତି ରାମ। ସେ ରାମଙ୍କ ନାମରେ କେତେ ଶକ୍ତି ଅଛି, ଦେଖ ମୁଁ କେମିତି ତାକୁ ଜୀବିତ କରିଦେଉଛି। ମନ୍ତ୍ର ପଢ଼ିଲେ, ପାଣି ଫିଙ୍ଗିଦେଲେ, ଲୋକଟି ଜୀବିତ ହୋଇ ଉଠିଲା। ଏହା ଇଂରେଜମାନେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଧନ୍ୟ ଧନ୍ୟ ତମର ଦେଶ, ଧନ୍ୟ ତୁମେ ମହାତ୍ମା, ଧନ୍ୟ ତୁମେ, ଧନ୍ୟ ଧନ୍ୟ କହି ଇଂରେଜମାନେ ପାଦ ତଳେ ପଡ଼ିଗଲେ। ଆଉ ତାଙ୍କ ଗୋଳା ବାରୁଦ ବନ୍ଧୁକଠାରୁ ତାଙ୍କର ସେ ଜପାମାଳିର ମହତ୍ତ୍ୱ ବୁଝିପାରିଲେ, ତାଙ୍କ ଈଶ୍ୱରଙ୍କୁ ବୁଝିପାରିଲେ, ରାମ ନାମରେ କେତେ ଶକ୍ତି ଅଛି ବୁଝିପାରିଲେ। ସବୁ ବୁଝିପାରି ତାଙ୍କୁ ବହୁତ ସସମ୍ମାନେ ବସାଇ ଦେଇ ସେଠାରୁ ଇଂରେଜମାନେ ପଳାଇଗଲେ। ଏହା ହେଉଛି ଆମର ଭାରତୀୟ ଆଧ୍ୟାତ୍ମିକର ଗୋଟେ ଗପ। ଏ ଗପଟିକୁ ଶୁଣିଥିବାରୁ ବହୁତ ବହୁତ ଧନ୍ୟବାଦ।